ପିମ୍ପୁଡ଼ି ଏବଂ କଇଁଛ। ଦିନେ ଗରମ ଦିନେ ଏକ ପିମ୍ପୁଡ଼ି ପାଣି ଖୋଜୁଥିଲା। କିଛି ସମୟ ବୁଲିବା ପରେ ସେ ଏକ ଝରଣା ପାଖକୁ ଆସିଲା। ବସନ୍ତରେ ପହଞ୍ଚିବା ପାଇଁ ତାଙ୍କୁ ଘାସର ବ୍ଲେଡ୍ ଉପରେ ଚଢ଼ିବାକୁ ପଡ଼ିଥିଲା। ଉପରକୁ ଯିବା ବେଳେ ସେ ଖସି ପଡ଼ି ପାଣି ଭିତରକୁ ଖସି ପଡ଼ିଲା। ଯଦି ପାଖରେ ଥିବା ଏକ ଗଛରେ କବୁତ ତାକୁ ଦେଖିନଥାନ୍ତା ତେବେ ସେ ବୁଡ଼ି ଯାଇଥାନ୍ତା। ପିମ୍ପୁଡ଼ି ଅସୁବିଧାରେ ପଡ଼ିଥିବା ଦେଖି କବୁତ ତୁରନ୍ତ ଏକ ପତ୍ର ତୋଳି ସଂଘର୍ଷ କରୁଥିବା ପିମ୍ପୁଡ଼ି ନିକଟରେ ପାଣିରେ ଫିଙ୍ଗି ଦେଇଥିଲା। ପିମ୍ପୁଡ଼ିଟି ପତ୍ର ଆଡ଼କୁ ଯାଇ ତା ଉପରକୁ ଚଢ଼ିଗଲା। କିଛି ସମୟ ପରେ ପତ୍ର ଶୁଖିଲା ମାଟିକୁ ଚାଲିଗଲା ଏବଂ ପିମ୍ପୁଡ଼ିଟି ବାହାରକୁ ଡେଇଁ ପଡ଼ିଲା। ଶେଷରେ ସେ ସୁରକ୍ଷିତ ରହିଲା। ଠିକ୍ ସେହି ସମୟରେ ନିକଟରେ ଥିବା ଜଣେ ଶିକାରୀ କବୁତ ଉପରକୁ ଜାଲ ଫିଙ୍ଗିବାକୁ ଯାଉଥିଲା ଏବଂ ଏହାକୁ ଫସାଇବା ଆଶାରେ। ସେ କ'ଣ କରିବାକୁ ଯାଉଛନ୍ତି ତାହା ଅନୁମାନ କରି ପିମ୍ପୁଡ଼ି ତୁରନ୍ତ ତାଙ୍କ ଗୋଡ଼ରେ କାମୁଡ଼ି ଦେଇଥିଲା। ଯନ୍ତ୍ରଣା ଅନୁଭବ କରି ଶିକାରୀ ନିଜ ଜାଲ ଛାଡ଼ିଦେଲା। କଇଁଛଟି ତୁରନ୍ତ ସୁରକ୍ଷିତ ସ୍ଥାନକୁ ଉଡ଼ି ଯାଇଥିଲା। ଗୋଟେ ଭଲ ମୋଡ଼ ଅନ୍ୟକୁ ଆକର୍ଷିତ କରିଥାଏ। ଏଥିରୁ ଆପଣମାନେ କ'ଣ ଶିଖିଲେ ମୋତେ କମେଣ୍ଟରେ ଜଣାଇବେ।